କବିତାର ଶୀର୍ଷକ ଅନୁବନ୍ଧ। ମଧ୍ୟାହ୍ନର କ୍ଷୁଧା ଉଭେଇ ଯାଇଛି। ଜହ୍ନର ଶୀତଳ ଜ୍ୟୋତ୍ସ୍ନାର ସ୍ପର୍ଶରେ ଶ୍ୱାସରୁଦ୍ଧ ଆତ୍ମା ସବୁ ପାଇଁ ବୁଣି ଦେଇଛି ବସନ୍ତ ମହକିତ ପୁଷ୍ପ ଗାଲିଚାଟେ। ସୂର୍ଯ୍ୟାସ୍ତର ଅନ୍ଧକାର ହଜିଯାଇଛି ଧାଡ଼ି ଧାଡ଼ି କୃଷ୍ଣଚୂଡ଼ା ଧାନକ୍ଷେତ ଆଉ ସମ୍ଭାବନାର କାନଭାସରେ। ସ୍ନେହସିକ୍ତ ମାଟି ପରେ ଆଜି, ସ୍ନେହସିକ୍ତ ମାଟି ପରେ ଆଜି କଙ୍କି ପ୍ରଜାପତି ଆଉ ଗୁଣ୍ଡୁଚି ମସ୍ତ କଣ୍ଟା ପଥର ଆଜି ପାଲଟିଛି ତୁଳିତଳ୍ପ। ଆଶାର ଶରଧାବାଲି ସୁନା ସିଡ଼ିରେ ଲମ୍ବି ଯାଇଛି ଦିଗନ୍ତ ପର୍ଯ୍ୟନ୍ତ। ସଫଳତା ଅଭ୍ୟର୍ଥନା, ସଫଳତା ଅଭ୍ୟର୍ଥନା ସମ୍ଭାବନା ସତ୍ତ୍ୱେ ସାମ୍ନାଟା କେବେ କେବେ ଝାପ୍ସା ଲାଗେ। ପ୍ରଶ୍ନ ଉଠେ, କେଉଁଠି ଅଛି ମୁଁ? କାଚଘର ଜଉଘର, ନା ସ୍ୱପ୍ନର ସହର, ନା କାପାଳିକାର ମନ୍ତ୍ରସିଦ୍ଧ ଜଳରେ, ନା ଭଗ୍ନ ଦୁର୍ଗର ଭଗ୍ନ କାନ୍ଥ ଛାୟାରେ, ନା ମୋ ଚିତ୍ରବନ ସଦସ୍ୟଙ୍କ ଆତ୍ମତୃପ୍ତିରେ? ତଥାପି ପୁଲକିତ ପୁଷ୍ପ ବାସ୍ନାରେ, ତଥାପି ପୁଲକିତ ପୁଷ୍ପ ବାସ୍ନାରେ, ଆଶ୍ୱସ୍ତିର ଶୀତଳ ଶ୍ୱାସରେ ଶିହରିତ ତନୁମନ ଲାଗେ ଉଡ଼ିବୁଲେ ମୁଁ ଗଗନେ। ପର୍ବତ ମଥାନରେ ଥୁଆ ସୋରିଷକୁ ସରାହାତ ସଫଳତା ଅବା ସ୍ୱୟଂବର ସଭାମଣ୍ଡପରେ ମୀନଚକ୍ଷୁ ଶରବିଦ୍ଧ କରିବା ବିଜୟ ଉଲ୍ଲାସରେ। ନୁହେଁ ମୁଁ ଦିଗ୍ବିଜୟୀ, ନୁହେଁ ମୁଁ ଦିଗ୍ବିଜୟୀ ଅବା ସାଉଁଟିନି ପ୍ରଶଂସା ଜୀବନ ସମରେ। ତଥାପି ଲାଗେ ପ୍ରକାଣ୍ଡ ପ୍ରାଚୀର ଘେରା ଈପ୍ସିତ ଦ୍ୱୀପରେ ଯାଇଛି ପହଞ୍ଚି ନିଃସ୍ୱ ହେଇଯିବା ମାହେନ୍ଦ୍ର ବେଳାରେ। ଦଲକାଏ ଶୀତଳ ସମୀର, ଦଲକାଏ ଶୀତଳ ସମୀର ସମ୍ମୋହନ କରିଦେଇଛି ମୋତେ। ଯାହା କେବେ ଅତୀତରେ ଘଟିନଥିଲା। ଚକ୍ଷୁ ଆସେ ନଇଁ ପୁଳାଏ ମହାର୍ଘ ମୁହୂର୍ତ୍ତକୁ ସାଉଁଟି ଟିକିଏ ସୁଖନିଦ୍ରା ପାଇଁ। ତାରାଭରା ଜହ୍ନ ରାତିଟିଏ ଅବା, ତାରାଭରା ଜହ୍ନ ରାତିଟିଏ ଅବା ତାରାଖଚିତ ଆକାଶଟେ ମୁଁ ଦେଖିନି ବହୁଦିନୁ। ଆଜି କିନ୍ତୁ ମନେହୁଏ ସେସବୁ ହାତ ପାଆନ୍ତାରେ ଜ୍ୟୋତ୍ସ୍ନାପକ୍ଷ ଆଉ ଜ୍ୟୋତିର୍ମୟ ଭାନୁ। ଝାପ୍ସା ହୋଇଯାଇଛି ଅନ୍ଧାର, ଝାପ୍ସା ହୋଇଯାଇଛି ଅନ୍ଧାର ଜହ୍ନ ଜ୍ୟୋତ୍ସ୍ନାର ଛୁଆଁରେ। ଠିକ୍ ଯେମିତି ଆଷାଢ଼ର ବର୍ଷା ବିନ୍ଦୁ ପରି ସଞ୍ଚରି ଆସୁଛି ଜୀବନ ତୃଷାର୍ତ୍ତ ମାଟିରେ। ଜୀବନର ଅନ୍ଧାରିଆ କନ୍ଦରରୁ ଆଜି କାହିଁ ଭାସି ଆସେ ଅସ୍ପଷ୍ଟ ଆଶା ବିଛୁରିତ। ଜୀବନ ଯଦି ପୁନଶ୍ଚ ଆରମ୍ଭ ହୁଅନ୍ତା, ଆଉଥରେ ବାଲ୍ୟ କୈଶୋର ଯୌବନ ମଧୁମୟ ହୁଅନ୍ତା ସେ ସମୟ ଅକ୍ଷତ ଆଉ ରୋମାଞ୍ଚିତ। ଆଦ୍ୟ ଆଷାଢ଼ର ବାସ୍ନାକୁ ମନଭରି କରନ୍ତି ଉପଭୋଗ। ପ୍ରରୋହଣ ନିଶାରେ ଫଗୁଣର ରଙ୍ଗ ଲେପି ଶିହରନ୍ତା ତନୁମନ ଏକ ନୂତନ ଆବେଗର ଅନୁବନ୍ଧରେ।